নমস্কার। ওম নমঃ ভগবতে বাসুদেবায়। আজি আমি পুଣି ଥରେ ଏକାଠି ହୋଇଛେ ଶ୍ରୀମଦ୍ ଭଗବଦ୍ ଗୀତାର ମାନେ ସେଇ ଅମୃତମୟ ଜ୍ଞାନ ସାଗରର ଆଉ ଟିକେ ଗଭୀରକୁ ଯିବା ପାଇଁ। ନମସ୍କାର। ହଁ, ଏହି ଜ୍ଞାନର ଗଭୀରତା ଅସୀମ। ଆଜ୍ଞା, ଆମେ ଜାଣିଛେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେତେବେଳେ ଅର୍ଜୁନ ପୁରା ବିଷାଦଗ୍ରସ୍ତ ହୋଇପଡ଼ିଥିଲେ, ନିଜ ଲୋକଙ୍କ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ ଭାବି ହଁ, ସେ ନିଜ କର୍ତ୍ତବ୍ୟରୁ ବିମୁଖ ହୋଇଯାଇଥିଲେ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଯେଉଁ ଦିବ୍ୟ ଜ୍ଞାନ ଦେଇଥିଲେ ତାରି ଗୋଟେ ମହତ୍ତ୍ୱପୂର୍ଣ୍ଣ ଅଂଶ ଆଜି ଆମେ ଆଲୋଚନା କରିବା। ଆଜ୍ଞା, ବିଶେଷ କରି ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗର 21 ନମ୍ବର ଶ୍ଲୋକ। ହଁ, ସେଇ 21 ନମ୍ବର ଶ୍ଲୋକ। ଏ ଗୋଟିଏ ଶ୍ଲୋକରେ ଏତେ କଥା ଅଛି, ଏତେ ଗଭୀର କଥା। ଏକଦମ। ତେଣୁ ସମସ୍ତଙ୍କୁ ଅନୁରୋଧ, ଏହାର ପୁରା ମର୍ମ ବୁଝିବା ପାଇଁ ଆମ ସହ ଶେଷ ପର୍ଯ୍ୟନ୍ତ ରହିବେ। ଆଉ ଯଦି ଏ ଯାତ୍ରା ଭଲ ଲାଗୁଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରନ୍ତି। ନିଶ୍ଚୟ। ତ ପରିସ୍ଥିତି ଥିଲା ଏମିତି ଯେ ଅର୍ଜୁନଙ୍କ ସାମ୍ନାରେ ନିଜ ପରିବାର ଲୋକ, ଗୁରୁଜନ, ପିତାମହ, ସେ ଭାବୁଥିଲେ ମୁଁ ଏମାନଙ୍କୁ ମାରିବି କେମିତି? ଏ ପାପ ମୋତେ ଲାଗିବ। ହଁ, ସେ ହିଂସା ଆଉ ପାପର ଭୟ ତାଙ୍କୁ ଗ୍ରାସିଥିଲା। ଆଉ ଭଗବାନ ତାଙ୍କୁ ଆତ୍ମାର ଅମରତ୍ୱ ବିଷୟରେ କହି ଚାଲିଛନ୍ତି। ଏଇ ଶ୍ଲୋକରେ ସେହି କଥାକୁ ଆହୁରି ଦୃଢ଼ କରୁଛନ୍ତି ବୋଧେ। ଆଜ୍ଞା, ଏକଦମ। ଚାଲନ୍ତୁ ପ୍ରଥମେ ଶ୍ଲୋକଟିକୁ ଶୁଣିନେବା। ବେଦାବିନାଶିନମ୍ ନିତ୍ୟମ୍ ୟ ଏନମଜମବ୍ୟୟମ୍ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକମ୍। 21। ବାଃ! ବେଦା ବିନାଶିନମ୍ ନିତ୍ୟମ୍ ୟ ଏନମଜମବ୍ୟୟମ୍ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକମ୍। ଏହାର ସରଳ ଓଡ଼ିଆ ଅର୍ଥ କ'ଣ ହେବ? ଏହାର ସରଳ ଅର୍ଥ ହେଉଛି, ହେ ପାର୍ଥ ମାନେ ଅର୍ଜୁନ, ଯେଉଁ ମଣିଷ ଏହି ଆତ୍ମାକୁ ଜାଣେ ଯେ ଏହା ଅବିନାଶୀ। ଅବିନାଶୀ ମାନେ ଯାହାର ବିନାଶ ନାହିଁ, ହଁ, ନିତ୍ୟ। ସବୁବେଳେ ଥିବା, ଶାଶ୍ୱତ। ଆଜ୍ଞା। ଅଜ ଅଜ ମାନେ ଯାହାର ଜନ୍ମ ନାହିଁ। ଏକଦମ। ଆଉ ଅବ୍ୟୟ ମାନେ ଯାହାର କେବେ କ୍ଷୟ ହୁଏନି, ଯାହା କମିଯାଏନି କି ବଦଳି ଯାଇନି। ବା, ଅବିନାଶୀ, ନିତ୍ୟ, ଅଜ, ଅଭ୍ୟୟ। ହଁ, ତ ଯିଏ ଆତ୍ମାକୁ ଏମିତି ବୋଲି ଜାଣେ, ସେହି ପୁରୁଷ କେମିତି ବା କାହାକୁ ମରେଇବ, ଘାତୟତି କିମ୍ବା କାହାକୁ ମାରିବ, ହନ୍ତି। ଓହୋ, ଏଇଟା ତ ସିଧାସଳଖ ଅର୍ଜୁନଙ୍କ ମନର ସେଇ ଦ୍ୱନ୍ଦ୍ୱକୁ ଇଙ୍ଗିତ କରୁଛି। ନିଶ୍ଚୟ। ଭଗବାନ ଏଇଠି ସେଇ ମୁଁ ମାରିବି ବା ଏମାନେ ମରିଯିବେ, ଏ ଯୋଉ ଭ୍ରମଟା ଥିଲା ଅର୍ଜୁନଙ୍କ ମନରେ, ତାକୁ ପୁରା ମୂଳରୁ କାଢ଼ିବାକୁ ଚାହୁଁଛନ୍ତି। ସେ କହୁଛନ୍ତି ଯେ ଯିଏ ଆତ୍ମାକୁ ଜାଣିଛି ତା ପାଇଁ ମାରିବା ବା ମରିବାର ପ୍ରଶ୍ନ ହିଁ ନାହିଁ। ଆଜ୍ଞା, କାରଣ ଆତ୍ମା ଏସବୁ କର୍ମର ବହୁତ ଉପରେ, ସେଥିରେ ସେ ଲିପ୍ତ ନୁହେଁ। ଏ ଯୋଉ ଚାରିଟା ଶବ୍ଦ କହିଲେ, ଅବିନାଶୀ, ନିତ୍ୟ, ଅଜ, ଅବ୍ୟୟ, ଏଗୁଡ଼ିକ ଶୁଣିବାକୁ ସରଳ ଲାଗୁଛେ ସତ, କିନ୍ତୁ ୟାର ଭିତରେ ବହୁତ ଗଭୀର କଥା ଥିବ ନିଶ୍ଚୟ। ଟିକେ ବିସ୍ତାରରେ ବୁଝେବେ କି? ହଁ, ନିଶ୍ଚିତ। ଏଇ ଚାରିଟା ଶବ୍ଦ ମିଶିକି ଆତ୍ମାର ପୁରା ସ୍ୱରୂପଟା ବତେଇ ଦେଉଛନ୍ତି। ଦେଖନ୍ତୁ, ପ୍ରଥମେ ହେଲା ଅବିନାଶୀ, ମାନେ ଯାହାକୁ କେହି ବି ନଷ୍ଟ କରିପାରିବେ ନାହିଁ, କୌଣସି ବି ଉପାୟରେ ନୁହେଁ। ଯେମିତି ଆଗ ଶ୍ଲୋକରେ କୁହାଯାଇଥିଲା, ଅସ୍ତ୍ର କାଟି ପାରିବନି, ନିଆଁ ଜାଳି ପାରିବନି। ହଁ, ସେଇ କଥା। ପାଣି ଭିଜେଇ ପାରିବନି କି ପବନ ଶୁଖେଇ ପାରିବନି, ମାନେ କୌଣସି ଭୌତିକ ଜିନିଷର ପ୍ରଭାବ ତା ଉପରେ ନାହିଁ। ବୁଝିଲି। ତାପରେ ନିତ୍ୟ। ନିତ୍ୟ ମାନେ ଯିଏ ସବୁବେଳେ ଅଛି, କାଲି ଥିଲା, ଆଜି ଅଛି, କାଲି ବି ରହିବ, ତାର ଆରମ୍ଭ ନାହିଁ କି ଶେଷ ନାହିଁ, ସମୟର ବାହାରେ ସେ, ଶାଶ୍ୱତ। ଠିକ୍। ଆଉ ଆଚ୍ଛା, ଏଇଟା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, ଜନ୍ମ ନାହିଁ। ଆଜ୍ଞା, ଜନ୍ମ ନାହିଁ। ଦେଖନ୍ତୁ, ଯାହାର ଜନ୍ମ ଅଛି ତାର ମୃତ୍ୟୁ ବି ଅଛି, ଏଇଟା ତ ନିୟମ। ହଁ ନା? କିନ୍ତୁ ଆତ୍ମାର ତ ଜନ୍ମ ହିଁ ହୁଏନି, ତେଣୁ ସେ ମୃତ୍ୟୁ ରହିତ। ଶରୀର ଜନ୍ମ ହୁଏ, ଶରୀର ମରେ, ଆତ୍ମା ନୁହେଁ। ଏହା ଆମର ସାଧାରଣ ବୁଦ୍ଧିକୁ ଟିକେ ଚ୍ୟାଲେଞ୍ଜ କଲା ଭଳି ଲାଗୁଛି। ସବୁ ଜିନିଷର ଆରମ୍ଭ ଅଛି, ଶେଷ ଅଛି। ହଁ, କିନ୍ତୁ ଆତ୍ମା ଏସବୁର ଉପରେ, ସେଥିପାଇଁ ତ ଏହା ପରମ ସତ୍ୟ। ଆଉ ଶେଷରେ ହେଲା ଅବ୍ୟୟ। ଅବ୍ୟୟ, ଏହାର ମାନେ କ'ଣ? ଅବ୍ୟୟ ମାନେ ହେଉଛି ଯାହାର କୌଣସି କ୍ଷୟ ବା ହ୍ରାସ ହୁଏନି। ଯେମିତି ଦେଖନ୍ତୁ, ଜିନିଷପତ୍ର ସମୟ ସାଙ୍ଗରେ ପୁରୁଣା ହୁଏ, ଦୁର୍ବଳ ହୁଏ, ବଦଳିଯାଏ। ହଁ, ଶରୀର ବି ବୁଢ଼ା ହୁଏ। କିନ୍ତୁ ଆତ୍ମା ସବୁବେଳେ ସମାନ ରହେ। ତାଠାରେ କିଛି ବିକାର ଆସେନି, କିଛି ପରିବର୍ତ୍ତନ ହୁଏନି, ସେ ସର୍ବଦା ଏକରୂପ। ବାଃ! ତେବେ ଏଇ ଚାରୋଟି ଗୁଣ ମିଶି ଆତ୍ମାକୁ ଏକ ଏମିତି ସତ୍ତା ଭାବେ ଦେଖାଉଛନ୍ତି ଯାହା ସବୁ ପରିବର୍ତ୍ତନ, ସବୁ ବିନାଶର ବାହାରେ। ଏକଦମ ଠିକ୍ କହିଲେ। ଆଉ ଯିଏ ଏଇ ସତ୍ୟକୁ ହୃଦୟଙ୍ଗମ କରିଛି, ତା ପାଇଁ ମାରିବା ବା ମରିବାର କଥାଟା ପୁରା ଅଲଗା ଦୃଷ୍ଟିରେ ଦେଖାଯାଏ। ଏଇଠି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି,
ଯଦି ଆତ୍ମା ମରେନି ତାହେଲେ ଯୁଦ୍ଧରେ ଯୋଉ ଶରୀର ନାଶ ହେଉଛି ତାର କ'ଣ କିଛି ଗୁରୁତ୍ୱ ନାହିଁ? କହିବାର ମାନେ ଯଦି କେହି ମରୁନି ତାହେଲେ କ'ଣ ହିଂସା କରିବା ଠିକ୍? ଏମିତି ଭାବିଲେ ତ ଭୁଲ ବାଟକୁ ଯାଇପାରେ କଥାଟା। ନା ନା, ଦେଖନ୍ତୁ, ଏ ପ୍ରଶ୍ନଟା ବହୁତ ସ୍ୱାଭାବିକ ଆଉ ଜରୁରୀ। ଭଗବାନ କେବେ ବି ଏଠି ହିଂସାକୁ ବଢ଼ାବା ଦଉନାହାନ୍ତି କି କର୍ମଫଳକୁ ମନା କରୁନାହାନ୍ତି। ହଁ, ସେଇଟା ତ ଗୁରୁତ୍ୱପୂର୍ଣ୍ଣ। ସେ ଏଠି ଗୋଟେ ବହୁତ ଗଭୀର ସତ୍ୟ କହୁଛନ୍ତି। ଯେତେବେଳେ ସେ କହୁଛନ୍ତି କଥଂ ସ ପୁରୁଷଃ କଂ ଘାତୟତି ହନ୍ତି କମ୍, ତାର ଅର୍ଥ ହେଲା ଯିଏ ପ୍ରକୃତ ଜ୍ଞାନୀ, ଯିଏ ଆତ୍ମାର ସ୍ୱରୂପକୁ ଜାଣିଛି, ସେ ନିଜକୁ କର୍ତ୍ତା ବୋଲି ଭାବେନି। କର୍ତ୍ତା ମାନେ କରୁଥିବା ଲୋକ। ହଁ, ସେ ବୁଝିପାରେ ଯେ ଶରୀର ମାଧ୍ୟମରେ ଯାହା ସବୁ କାମ ହେଉଛି ସେସବୁ ପ୍ରକୃତିର ନିୟମରେ ହେଉଛି, ଗୁଣ ଅନୁସାରେ ହେଉଛି। ଆତ୍ମା ନିଜେ କିଛି କରେନି, ସେ ଅକର୍ତ୍ତା। ଓହୋ। ତେଣୁ ସେହି ଜ୍ଞାନୀ ଲୋକ ଭିତରେ ମୁଁ କରୁଛି ବା ମୁଁ ମାରୁଛି ବୋଲି ଯୋଉ ଅହଙ୍କାରଟା ଥାଏ ସେଇଟା ରହେନି। ତା ମାନେ ସେ ଦାୟିତ୍ୱହୀନ ହୋଇଯାଏ? ନା, ଆଦୌ ନୁହେଁ। ବରଂ ସେ ଫଳ ବିଷୟରେ ଚିନ୍ତା ନ କରି, ଆସକ୍ତି ନ ରଖି, ନିଜର ଯାହା ଧର୍ମ, ଯାହା କର୍ତ୍ତବ୍ୟ, ଯେମିତି ଅର୍ଜୁନଙ୍କ ପାଇଁ କ୍ଷତ୍ରିୟ ଧର୍ମ, ତାକୁ ପାଳନ କରେ। ଏଇଟା ବଡ଼ ସୂକ୍ଷ୍ମ କଥା। କାମ କରିବାକୁ ହେବ, କିନ୍ତୁ ମୁଁ କରୁଛି ଭାବନା ଆଉ ଫଳର ଆଶା ଛାଡ଼ିକି। ଏକଦମ। ଶରୀର ମରିବ, ଏଇଟା ସତ, କିନ୍ତୁ ଆତ୍ମା ଅମର, ଏଇଟା ତାଠୁ ବଡ଼ ସତ। ଏଇ ବୁଝାମଣାଟା ହିଁ ଅର୍ଜୁନଙ୍କୁ ତାଙ୍କ କାମ କରିବାକୁ ଶକ୍ତି ଦେବ। ଆଚ୍ଛା, ତେବେ ଏଇଟା ମୁଖ୍ୟତଃ ଅର୍ଜୁନଙ୍କର ସେଇ ଦ୍ୱନ୍ଦ୍ୱର ସମାଧାନ ପାଇଁ କୁହାଯାଉଛି ଯୋଉଠି ସେ ନିଜ ଲୋକଙ୍କ ଶରୀର ନାଶ କରିବାର କାରଣ ଭାବେ ଭାବି ଦୁଃଖ ପାଉଥିଲେ। ହଁ, ଭଗବାନ ତାଙ୍କୁ କହୁଛନ୍ତି, ଦେଖ ଅର୍ଜୁନ, ତୁ ଯାହାକୁ ମାରିବାକୁ ଡରୁଛୁ ସେ ପ୍ରକୃତ ତାଙ୍କୁ ମାନେ ଆତ୍ମାକୁ ତୁ ମାରିପାରିବୁନି। ଯାହା ନଷ୍ଟ ହେବ ସେଇଟା ଖାଲି ଏ ମାଟି, ପାଣି, ନିଆଁରେ ତିଆରି ଦେହଟା। ସେଇଟା ତ ଦିନେ ନା ଦିନେ ଯିବାର ହିଁ ଥିଲା। ଆତ୍ମା ପାଇଁ ଏଇଟା ଖାଲି ପୁରୁଣା ଲୁଗା ଛାଡ଼ି ନୂଆ ଲୁଗା ପିନ୍ଧିଲା ପରି, ତାର ଯାତ୍ରା ଚାଲୁ ରହିବ। ହଁ, ଏ ଉପମା ଆଗରୁ ବି ଆସିଥିଲା। ତେଣୁ ତୋର ଯୋଉ ଦୁଃଖ, ଯୋଉ ମୋହ, ସେଇଟା କେବଳ ଅଜ୍ଞାନରୁ ହେଉଛି। ତୁ ପ୍ରକୃତ କଥାଟା ଜାଣିନୁ ବୋଲି ଏମିତି ଭାବୁଛୁ। ଏ ଜ୍ଞାନ ପାଇଲେ ତୁ ଡର ଆଉ ଦୁଃଖରୁ ବାହାରି ନିଜ କାମ କରିପାରିବ। ଏତେ ଗଭୀର କଥା। ଏଗୁଡ଼ାକ ତ ଅମୂର୍ତ୍ତ ଧାରଣା। ଏହାକୁ ସହଜରେ ବୁଝିବା ପାଇଁ କିଛି ଉଦାହରଣ ଅଛି କି? ମୁଁ ଶୁଣିଥିଲି ସୂର୍ଯ୍ୟାସ୍ତର ଗୋଟେ ଉଦାହରଣ ଦିଆଯାଏ। ହଁ, ସେଇଟା ବହୁତ ଭଲ ଉଦାହରଣ। ଦେଖନ୍ତୁ, ଆମେ ସବୁଦିନ ସନ୍ଧ୍ୟାବେଳେ ଦେଖୁ ସୂର୍ଯ୍ୟ ପଶ୍ଚିମରେ ବୁଡ଼ି ଯାଉଛନ୍ତି। ଆମକୁ ଲାଗେ ସୂର୍ଯ୍ୟ ଗଲେ, ଆଲୁଅ ସରିଗଲା। ହଁ, ଲାଗେ ତ। କିନ୍ତୁ ସତରେ କ'ଣ ସୂର୍ଯ୍ୟ ବୁଡ଼ନ୍ତି? ନା, ସୂର୍ଯ୍ୟ ତ ସବୁବେଳେ ସେଇଠି ଅଛନ୍ତି, ଜଳୁଛନ୍ତି। ଖାଲି ପୃଥିବୀ ବୁଲିବା ଯୋଗୁଁ ସେ ଆମ ଆଖି ଆଗରୁ ଦୂରେଇ ଯାଆନ୍ତି। ଓ, ବୈଜ୍ଞାନିକ କାରଣରୁ? ହଁ, ଠିକ୍ ସେମିତି। ମୃତ୍ୟୁ କ'ଣ ଆତ୍ମାର ଶେଷ? ନା, ଏଇଟା ଖାଲି ଶରୀର ରୂପକ ଢାଙ୍କୁଣୀଟାର ବଦଳିବା। ଆମର ଦୃଷ୍ଟି ସୀମିତ ତ, ଆମକୁ ଲାଗେ ଲୋକଟା ସରିଗଲା। କିନ୍ତୁ ଯେମିତି ସୂର୍ଯ୍ୟ ଆଖିରୁ ଓହଲାଇଗଲେ ବି ତାଙ୍କର ଅସ୍ତିତ୍ୱ ଥାଏ, ସେମିତି ଶରୀର ନଷ୍ଟ ହେଲେ ବି ଆତ୍ମା ଅବିନାଶୀ ଭାବରେ ସବୁବେଳେ ଥାଏ। ବାଃ, ତାହେଲେ ମୃତ୍ୟୁ ଗୋଟେ ପ୍ରକାର ଆପେକ୍ଷିକ ସତ୍ୟ, କିନ୍ତୁ ଆତ୍ମାର ଅମରତା ହେଉଛି ପରମ ସତ୍ୟ। ଏମିତି ଭାବିଲେ ବହୁତ ଶାନ୍ତି ଲାଗୁଛି। ଆଉ ଗୋଟେ କଥା ମନକୁ ଆସୁଛି, ଆଶ୍ଚର୍ଯ୍ୟ ଲାଗେ ଯେ ଏ ହଜାର ହଜାର ବର୍ଷ ତଳର କଥା ଆଜିକାଲିର ବିଜ୍ଞାନର କିଛି ନିୟମ ସହିତ ମେଳ ଖାଉଛି ବୋଲି ଲାଗେ। ଯେମିତି ସେ ଶକ୍ତି ସଂରକ୍ଷଣ ନିୟମ ଅଛି, ଲ ଅଫ୍ କନଜର୍ଭେସନ ଅଫ୍ ଏନର୍ଜି। ହଁ, ଏଇଟା ଗୋଟେ ବଡ଼ ଇଣ୍ଟରେଷ୍ଟିଂ ପଏଣ୍ଟ। ଦେଖନ୍ତୁ, ବିଜ୍ଞାନ କହୁଛି ଶକ୍ତିକୁ ତିଆରି କରିହବନି କି ନଷ୍ଟ କରିହବନି, ଖାଲି ତାର ରୂପ ବଦଳିବ। ପୁରା ବ୍ରହ୍ମାଣ୍ଡରେ ମୋଟ ଶକ୍ତି ସବୁବେଳେ ସମାନ। ହଁ। ଏବେ ଯଦି ଆମେ ଆତ୍ମାକୁ ଗୋଟେ ଶରୀର ନ ଭାବି ଗୋଟେ ସୂକ୍ଷ୍ମ ଚେତନା ଶକ୍ତି ବୋଲି କଳ୍ପନା କରିବା, କନସିୟସନେସ୍ ଏନର୍ଜି, ଆଚ୍ଛା। ତାହେଲେ ଗୀତା ଯାହା କହୁଛି ତା ସହିତ ଗୋଟେ ଦାର୍ଶନିକ ସମାନତା ଦେଖାଯାଉଛି। ଗୀତା କହୁଛି ଆତ୍ମା ନିତ୍ୟ, ଅବିନାଶୀ, ଅବ୍ୟୟ। ମାନେ ଏଇ ଚେତନା ଶକ୍ତି ସବୁବେଳେ ଅଛି, ନଷ୍ଟ ହୁଏନି, କମିଯାଏନି। ଶରୀରଟା ହେଲା ଗୋଟେ ମେସିନ୍ ବା ଗାଡ଼ି ପରି, ଯାହାକୁ ଏଇ ଶକ୍ତି ଚଲାଉଛି। ଗାଡ଼ି ଖରାପ ହେଇପାରେ, ଭାଙ୍ଗି ଯାଇପାରେ, କିନ୍ତୁ ଚାଳକ ବା ସେଇ ମୂଳ ଶକ୍ତି ସେ ଅବିନାଶୀ। ସେ ଖାଲି ଗୋଟେ ଗାଡ଼ିରୁ ଆଉ ଗୋଟେ ଗାଡ଼ିକୁ ଯାଏ। ବାଃ, କିନ୍ତୁ ଏଟାକୁ ସିଧା ବିଜ୍ଞାନ ବୋଲି କହିହେବନି ବୋଧେ? ନା,
ସେମିତି କହିବା ଠିକ୍ ହବନି, କାରଣ ବିଜ୍ଞାନ ତ ମାପି ହେଉଥିବା ଜିନିଷକୁ ନେଇ କାମ କରେ, ଆଉ ଆତ୍ମା ତ ଅଭୌତିକ। କିନ୍ତୁ ଏଇ ଯୋଉ ବୈଚାରିକ ସମାନତା ଅଛି, ଏଇ ଯୋଉ ରେଜୋନେନ୍ସ ଅଛି, ସେଇଟା ନିଶ୍ଚୟ ଭାବିବା କଥା। ଠିକ୍ କହିଲେ। ଏବେ ଆସିବା ବ୍ୟବହାରିକ ଦିଗକୁ। ଏ ଜ୍ଞାନ ତ ବହୁତ ଗଭୀର, ମନକୁ ଶାନ୍ତି ବି ଦଉଛି। କିନ୍ତୁ ସତସତିକା ଜୀବନରେ ଯେତେବେଳେ ଆମର କେହି ନିଜ ଲୋକ ଚାଲିଯାଆନ୍ତି, ସେତେବେଳେ ଯୋଉ କଷ୍ଟ ହୁଏ, ସେଇଠି ଏ ଜ୍ଞାନ କେମିତି ସାହାଯ୍ୟ କରିବ? ଆଜ୍ଞା, ଏହାର ବ୍ୟବହାରିକ ମହତ୍ତ୍ୱ ବହୁତ ବେଶୀ, ବିଶେଷ କରି ଦୁଃଖ ଶୋକ ସମୟରେ। ଯେତେବେଳେ କେହି ଆମର ଅତି ଆପଣାର ଲୋକ ଆମକୁ ଛାଡ଼ି ଚାଲିଯାଏ, ଆମେ ଭାଙ୍ଗି ପଡ଼ିବା ସ୍ୱାଭାବିକ। ହଁ, ମନ ମାନେନି। ଆମକୁ ଲାଗେ ସେ ସବୁଦିନ ପାଇଁ ଗଲା, ସବୁ ସରିଗଲା। ଏଇ ଭାବନା ବହୁତ କଷ୍ଟ ଦିଏ। କିନ୍ତୁ ଗୀତାର ଏଇ ଶ୍ଲୋକ ଆମକୁ ମନେ ପକେଇ ଦଉଛି ଯେ ଯାହା ଗଲା ସେଟା ଖାଲି ଦେହଟା, ସେ ଲୋକର ପ୍ରକୃତ ସ୍ୱରୂପ, ତାର ଆତ୍ମା, ସେ ତ ଅବିନାଶୀ, ସେ ଅଛି। ମାନେ ସେ କେଉଁଠି ନା କେଉଁଠି ଅଛି। ହଁ, ସେ ଆତ୍ମା ଖାଲି ଗୋଟେ ପୁରୁଣା ଘର ଛାଡ଼ି ନିଜ କର୍ମଫଳ ଅନୁସାରେ ନୂଆ ଯାତ୍ରା ଆରମ୍ଭ କରିଛି। ଏଇ ଜ୍ଞାନ ହୁଏତ ଆମ ଦୁଃଖକୁ ପୁରା ଶେଷ କରି ନପାରେ, କାରଣ ମଣିଷ ହିସାବରେ ମାୟା ମମତା ତ ରହିବ। ସେଇଟା ସତ। କିନ୍ତୁ ଏହା ନିଶ୍ଚୟ ଦୁଃଖର ରୂପ ବଦଳେଇ ଦବ। ଆମକୁ ବେଶୀ କାନ୍ଦିବା, ବେଶୀ ମୋହଗ୍ରସ୍ତ ହବାରୁ ରୋକିବ। ଦୁଃଖ କରିବା ବଦଳରେ ଆମେ ସେ ଆତ୍ମାର ଶାନ୍ତି ପାଇଁ, ଭଲ ପାଇଁ ପ୍ରାର୍ଥନା କରିପାରିବା। ଆଉ ନିଜ କାମରେ ଆଗେଇ ପାରିବା। ଏକଦମ। ଏହା ଦୁଃଖ ସହିବାର ଶକ୍ତି ଦିଏ, ଆଉ ଭିତରେ ଗୋଟେ ଗଭୀର ଶାନ୍ତି ବି ଆଣେ। ସତ କଥା। ଏହା ଦୁଃଖକୁ ଲିଭେଇ ଦଉନି, କିନ୍ତୁ ତାକୁ ଗୋଟେ ବଡ଼ ପରିପ୍ରେକ୍ଷୀ ଦଉଛି। ଗୋଟେ ବଡ଼ ସତ୍ୟ ଆଗରେ ରଖି ତାକୁ ଦେଖିବାକୁ ଶିଖାଉଛି। ଆଉ ଦେଖନ୍ତୁ, ଏଇ ସତ୍ୟ ଖାଲି ଏଇ ଶ୍ଲୋକରେ ନାହିଁ, ଏହା ପୁରା ଭାରତୀୟ ଆଧ୍ୟାତ୍ମିକ ଚିନ୍ତନର ମୂଳଦୁଆ। ଗୀତାରେ ହିଁ ଠିକ୍ ଏହାର ପର ଶ୍ଲୋକରେ, ମାନେ 23 ନମ୍ବରରେ। ହଁ, 2.23 ଭଗବାନ ପୁଣି ଏହାକୁ ଜୋର ଦେଇ କହୁଛନ୍ତି, ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣି, ନୈନମ୍ ଦହତି ପାବକଃ, ନ ଚୈନମ୍ କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ। ଏହାର ଅର୍ଥ ତ ଆମେ ଆଗରୁ ଆଲୋଚନା କରିଥିଲେ। ହଁ, ସେଇଆ। ଆତ୍ମାକୁ ଅସ୍ତ୍ର କାଟି ପାରିବନି, ନିଆଁ ଜାଳି ପାରିବନି, ପାଣି ଓଦା କରିପାରିବନି, ପବନ ଶୁଖେଇ ପାରିବନି। କୌଣସି ବି ଭୌତିକ ଜିନିଷ ତାକୁ ଛୁଇଁ ପାରିବନି। ମାନେ ଆତ୍ମ ସମ୍ପୂର୍ଣ୍ଣ ସୁରକ୍ଷିତ, ଅବିନାଶୀ। ଏକଦମ। ଗୀତା ଛଡ଼ା ଆମର ଯୋଉ ପୁରୁଣା ଗ୍ରନ୍ଥ ଅଛି, ଉପନିଷଦ ସବୁ, ସେଥିରେ ବି କ'ଣ ଏଇ ଆତ୍ମାର ଅମରତା କଥା ଅଛି? ଏ ଧାରଣା କେତେ ପୁରୁଣା? ନିଶ୍ଚୟ ଅଛି। ଗୀତାକୁ ତ ସବୁ ଉପନିଷଦର ସାର ବୋଲି କୁହାଯାଏ। ଆପଣ କଠୋପନିଷଦ ଦେଖନ୍ତୁ। କଠୋପନିଷଦ। ହଁ, ସେଠି ଯମରାଜ ସେ ଛୋଟ ପିଲା ନଚିକେତାକୁ ଯେତେବେଳେ ଆତ୍ମା ବିଷୟରେ କହୁଛନ୍ତି, ସେ ବି ଠିକ୍ ଏମିତି କଥା କହୁଛନ୍ତି। ଗୋଟେ ଶ୍ଲୋକ ଅଛି, ନ ଜାୟତେ ମ୍ରିୟତେ ବା ବିପଶ୍ଚିତ୍, ନାୟମ୍ କୁତଶ୍ଚିନ୍ ନ ବଭୁବ କଶ୍ଚିତ୍, ଅଜୋ ନିତ୍ୟ ଶାଶ୍ୱତୋ ୟମ୍ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ। ବାଃ, ଏହାର ଅର୍ଥ ବି ସେଇଆ? ହଁ, ପ୍ରାୟ ସେଇଆ। ଏ ଜ୍ଞାନୀ ଆତ୍ମା ଜନ୍ମ ହୁଏନି କି ମରେନି, ଏ କୋଉଠୁ ଆସିନି କି ଏଥିରୁ କିଛି ବାହାରେନି। ଏ ଅଜନ୍ମା, ନିତ୍ୟ, ଶାଶ୍ୱତ, ପୁରାଣ, ମାନେ ଅତି ପୁରୁଣା କିନ୍ତୁ ସବୁବେଳେ ନୂଆ। ଶରୀର ମରିଗଲେ ବି ଏ ମରେନି। ଦେଖୁଛନ୍ତି କେତେ ମେଳା? ଆଶ୍ଚର୍ଯ୍ୟଜନକ। ଭାଷା ଅଲଗା ହେଲେ ବି ଭାବ ପୁରା ଏକା। ଆଜ୍ଞା। ଏପରିକି ପରେ ଆଦି ଶଙ୍କରାଚାର୍ଯ୍ୟ ଯେତେବେଳେ ଅଦ୍ୱୈତ ବେଦାନ୍ତ କଥା କହିଲେ, ସେ ବି ଏଇ କଥା ଉପରେ ଜୋର ଦେଲେ, ବ୍ରହ୍ମ ସତ୍ୟମ୍ ଜଗନ୍ ମିଥ୍ୟା। ହଁ, ଶୁଣିଛି, ଜୀବୋ ବ୍ରହ୍ମୈବ ନାପରଃ। ହଁ, ମାନେ ସତ୍ୟ ହେଉଛି କେବଳ ବ୍ରହ୍ମ ବା ଆତ୍ମା। ଏ ଦୁନିଆଟା ବଦଳୁଛି, ଏଟା ମିଛ ନୁହେଁ, କିନ୍ତୁ ସବୁବେଳେ ପାଇଁ ସତ୍ୟ ନୁହେଁ, ମାନେ ଅସ୍ଥାୟୀ। ଆଉ ପ୍ରତ୍ୟେକ ଜୀବ ପ୍ରକୃତିରେ ସେହି ବ୍ରହ୍ମ ହିଁ। ତେବେ ଏହା ଗୋଟିଏ ମୂଳ ସତ୍ୟ, ଯାହାକୁ ଅଲଗା ଅଲଗା ସମୟରେ ଅଲଗା ଅଲଗା ଭାବରେ କୁହାଯାଇଛି। ଏକଦମ। ଆଉ ମହାଭାରତର ଗୋଟେ ବହୁତ ଭଲ ଉଦାହରଣ ମନେ ପଡୁଛି। କହନ୍ତୁ। ଯେତେବେଳେ ଭୀଷ୍ମ ପିତାମହ ଶରଶଯ୍ୟାରେ ପଡ଼ିଥିଲେ, ଯୁଦ୍ଧ ପରେ। ହଁ, ବାଣସଜ୍ଜାରେ। ହଁ, ସେ ମୃତ୍ୟୁକୁ ଅପେକ୍ଷା କରୁଥିଲେ। ସେତେବେଳେ ସେ ଯୁଧିଷ୍ଠିର ଆଉ ବାକି ପାଣ୍ଡବମାନଙ୍କୁ ଉପଦେଶ ଦେଉଥିଲେ। ସେ କହିଥିଲେ, ପିଲାମାନେ, ଏ ଦେହଟା ତ ମାଟିର, କେତେବେଳେ ବି ଯାଇପାରେ, କିନ୍ତୁ ଏହା ଭିତରେ ଯୋଉ ଚେତନା ଅଛି, ଯୋଉ ଆତ୍ମା ଅଛି, ସେଇଟା ହିଁ ସତ୍ୟ, ସେଇଟା ହିଁ ନିତ୍ୟ। ତେଣୁ କେବେ ବି ଧର୍ମ ଛାଡ଼ିବନି, କର୍ତ୍ତବ୍ୟ କରିବାକୁ ଡରିବନି, ଆଉ ବେକାରରେ ଦୁଃଖ କରିବନି। ବାଃ, ଦେଖନ୍ତୁ, ଯିଏ ନିଜେ ମୃତ୍ୟୁ ମୁହଁରେ ସେ ବି ସେଇ ଏକା କଥା କହୁଛନ୍ତି, ଯାହା ଭଗବାନ ଯୁଦ୍ଧ ଆରମ୍ଭରେ କହିଥିଲେ। ଏ ଜ୍ଞାନ ସବୁବେଳେ ପାଇଁ ସତ। ନିଶ୍ଚୟ। ତେବେ ଏ ପୁରା ଆଲୋଚନା ପରେ, ବିଶେଷ କରି ଏଇ 21 ନମ୍ବର ଶ୍ଲୋକରୁ ଭଗବାନଙ୍କର ମୁଖ୍ୟ ସନ୍ଦେଶଟା କ'ଣ ବୋଲି ଆମେ କହିପାରିବା?
ସଂକ୍ଷେପରେ ମୂଳ କଥା ହେଲା ଦେଖନ୍ତୁ, ଏମିତି ପ୍ରଥମେ ନିଜକୁ ଚିହ୍ନ। ତୁମେ ଏଇ ଦେହଟା ନୁହଁ। ତୁମେ ହେଉଛ ଅବିନାଶୀ, ନିତ୍ୟ, ଅଜନ୍ମା, ଅବ୍ୟୟ ଆତ୍ମା। ହଁ ଦ୍ୱିତୀୟରେ, ଯେହେତୁ ଆତ୍ମା ଜନ୍ମ ହୁଏନି କି ମରେନି, ତେଣୁ ମୁଁ ମାରୁଛି ବା ମୁଁ ମରିଯିବି, ଏଇ ଭୟ ଆଉ ଅଭିମାନ ମିଛ। ଏଇଟା ଖାଲି ଦେହ ସ୍ତରର କଥା। ବୁଝିଲେ। ତୃତୀୟରେ, ମୃତ୍ୟୁ ମାନେ ଶରୀର ବଦଳିବା, ଆତ୍ମାର ଯାତ୍ରା ସରିବା ନୁହେଁ, ଯାତ୍ରା ଚାଲୁ ରହେ। ଆଉ ଚତୁର୍ଥରେ, ଯିଏ ଏଇ ପରମ ସତ୍ୟକୁ ଭଲ ଭାବେ ବୁଝିଯାଏ, ସେ ଦୁଃଖ, ମୋହ, ଡର, ଆସକ୍ତି ଏସବୁରୁ ମୁକ୍ତ ହୋଇଯାଏ। ସେ ଶାନ୍ତ ମନରେ ସମସ୍ତଙ୍କୁ ସମାନ ଦେଖି ନିଜ କାମ କରିପାରେ। ଏଇଟା ହିଁ ସ୍ଥିତପ୍ରଜ୍ଞ ହେବାର ଗୋଟେ ଲକ୍ଷଣ। ଏହାକୁ ଯଦି ଆହୁରି ସାଧାରଣ ଭାଷାରେ କହିବା, ଯେମିତିକି ସମସ୍ତେ ବୁଝିପାରିବେ। ହଁ, ନିଶ୍ଚୟ। ପୁରା ସରଳ ଭାଷାରେ କହିଲେ ଏମିତି, ଆମେ ଯୋଉ ମୁଁ ବୋଲି କହୁଛ, ସେ ପ୍ରକୃତ ମୁଁ ହେଉଛେ ଆମ ଆତ୍ମା। ଆଉ ସେ ଆତ୍ମା କେବେ ମରେନି। ହଁ ଏ ଦେହଟା ଗୋଟେ ଜାମା ପରି। ଜାମା ପୁରୁଣା ହେଲେ, ଚିରିଗଲେ ଆମେ ବଦଳେଇ ଦଉ। ନୂଆ ପିନ୍ଧୁ। ହଁ, ସେମିତି ଆତ୍ମା ଗୋଟେ ଦେହ ଛାଡ଼ି ଆଉ ଗୋଟେ ଦେହକୁ ଯାଏ। ଜାମାଟା ନଷ୍ଟ ହେଇପାରେ, କିନ୍ତୁ ତାକୁ ପିନ୍ଧିଥିବା ଲୋକ, ଆତ୍ମା ନଷ୍ଟ ହୁଏନି। ବଢ଼ିଆ ଉଦାହରଣ। ତ ଯିଏ ଏ କଥାଟା ଠିକ୍ ସେ ବୁଝିଯାଏ, ସେ କେବେ ବି ଆରେ ମୁଁ କାହାକୁ ମାରିଦେଲି କିମ୍ବା ମୋତେ କିଏ ମାରିଦେବ ଏମିତି ଭାବି ବ୍ୟସ୍ତ ହୁଏନି। ସେ ଜାଣେ ଏସବୁ ଖେଳଟା ଖାଲି ଦେହ ସ୍ତରରେ ଚାଲିଛି। ପ୍ରକୃତ ମୁଁ ଉପରେ ଏହାର କିଛି ପ୍ରଭାବ ନାହିଁ। ବାଃ। ତେବେ ଆଜି ଆମେ ଗୀତାର ଦ୍ୱିତୀୟ ଅଧ୍ୟାୟର ଏହି 21ତମ ଶ୍ଲୋକ ମାଧ୍ୟମରେ ଆତ୍ମାର ଏହି ଚାରିଟା ମହାନ ଗୁଣ ଅବିନାଶୀ, ନିତ୍ୟ, ଅଜନ୍ମା, ଅବ୍ୟୟ ଏ ବିଷୟରେ ବହୁତ କିଛି ଜାଣିଲେ। ଏହା ଖାଲି ଅର୍ଜୁନଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଜୀବନର ସବୁଠୁ ବଡ଼ ଭୟ, ମାନେ ମୃତ୍ୟୁ ଭୟକୁ ଜିତିବାର ଚାବିକାଠି ପରି। ଏକଦମ। ଆଉ ଏହି ଆଲୋଚନା ଶେଷରେ ଶୁଣୁଥିବା ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ରହୁଛି। କହୁତୁ ଯଦି ଆମେ ସମସ୍ତେ ପ୍ରକୃତରେ ଏଇ ଅବିନାଶୀ ନିତ୍ୟ ଆତ୍ମା, ତାହେଲେ ଏଇ ବୁଝାମଣା ଖାଲି ଯୁଦ୍ଧ ବା ମୃତ୍ୟୁ ଭଳି ବଡ଼ ବଡ଼ କଥାରେ ସାନ୍ତ୍ୱନା ଦେବା ଛଡ଼ା ଆମର ପ୍ରତିଦିନର ଜୀବନକୁ କେମିତି ପ୍ରଭାବିତ କରିବା କଥା? ଭଲ ପ୍ରଶ୍ନ। ଆମର କାମ, ଆମର ଦାୟିତ୍ୱ, ଆମେ ଅନ୍ୟମାନଙ୍କ ସହ କେମିତି ମିଶୁଛେ, ଆମର ସମ୍ପର୍କ, ଜୀବନର ଛୋଟ ବଡ଼ ସମସ୍ୟାକୁ କେମିତି ସାମ୍ନା କରୁଛେ, ଏସବୁରେ ଏଇ ଦୃଷ୍ଟିକୋଣ କିଛି ମୌଳିକ ପରିବର୍ତ୍ତନ ଆଣିପାରିବ କି? ମାନେ ଏହା ଆମକୁ ଅଧିକ ନିର୍ଭୀକ, ଅଧିକ ସହାନୁଭୂତିଶୀଳ, ସମସ୍ତଙ୍କୁ ସମାନ ଦେଖିବାରେ ସାହାଯ୍ୟ କରିପାରିବ କି? ହଁ, ଏହା ହିଁ ପ୍ରଶ୍ନ। ଏହା ଉପରେ ସମସ୍ତେ ଟିକେ ଭାବିବା ଦରକାର। ନିଶ୍ଚୟ। ଏ ପ୍ରଶ୍ନଟା ସମସ୍ତେ ନିଜକୁ ପଚାରିବା ଉଚିତ। ଆଉ ଯଦି କିଛି ବିଚାର ମନକୁ ଆସୁଛି, ତେବେ କମେଣ୍ଟ ବକ୍ସରେ ଜଣାଇପାରିବେ। ଆଉ ଆମ ସମସ୍ତଙ୍କର ଶ୍ରଦ୍ଧା ଜଣାଇବା ପାଇଁ ଆସନ୍ତୁ ସମସ୍ତେ ମିଶି ଲେଖିବା ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ଆଗାମୀ ଆଲୋଚନାରେ ଆମେ ପୁଣି ଗୀତାର ଆଉ ଏକ ଶ୍ଲୋକ କିମ୍ବା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଏମିତି ଆଲୋଚନା କରିବା। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଓମ୍ ନମଃ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।